ଆଜି ହେଉଛି 2 ଏପ୍ରିଲ 2026 ଆଉ ଆମ ସାମ୍ନାରେ ଥିବା ଏଇ ଟେବୁଲ ଉପରେ ଏବେ ମାନେ ଖବରକାଗଜ, ଅନ୍ତର୍ଜାତୀୟ ଆର୍ଥିକ ରିପୋର୍ଟ ଆଉ ସାମ୍ପ୍ରତିକ ଘଟଣାବଳୀର ଏକ ବିରାଟ ଗଦା ପଡ଼ିଛି। ଆଜିର ଏହି ବିସ୍ତୃତ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଯେଉଁ ବିଶୃଙ୍ଖଳିତ ତଥ୍ୟଗୁଡ଼ିକ ଅଛି ନା, ତା ଭିତରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ଖବରଗୁଡ଼ିକୁ ଖୋଜି ବାହାର କରିବା। ଏକ୍ଜାକ୍ଟଲି। ଆଉ ଏଇଟା ବହୁତ ଜରୁରୀ ମଧ୍ୟ, କାରଣ ଆଜିର ଦିନରେ କୌଣସି ବି ଘଟଣା ମାନେ କେବଳ ଗୋଟିଏ ଜାଗାରେ ସୀମିତ ହୋଇ ରହିପାରିବ ନାହିଁ। ହଁ, ସତ କଥା। ଆଉ ଆମ ପାଖରେ ଥିବା ଉତ୍ସଗୁଡ଼ିକ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଆଉ ପରସ୍ପର ବିରୋଧୀ ଚିତ୍ର ଦେଖାଉଛି, ବୁଝିଲେ? ଗୋଟିଏ ପଟେ ଆମେ ଦେଖୁଛୁ ପଶ୍ଚିମ ଏସିଆରେ ଯୁଦ୍ଧ ଏକ ଭୟଙ୍କର ରୂପ ନେଉଛି, ଯାହା ମାନେ ସମଗ୍ର ବିଶ୍ୱର ଅର୍ଥନୀତିକୁ ପୁରା ଦୋହଲାଇ ଦେଇଛି। ଏବଂ ଠିକ୍ ଅନ୍ୟପଟେ ଗତକାଲି ଅର୍ଥାତ୍ ଏପ୍ରିଲ 1 ତାରିଖରେ ଆମେ ଓଡ଼ିଶାରେ ଉତ୍କଳ ଦିବସ ପାଳନ କରିଛୁ, ଯେଉଁଠାରେ ରାଜ୍ୟରେ ଏକ ଅତ୍ୟନ୍ତ ସମୃଦ୍ଧ, ସ୍ଥିର ଏବଂ ଦୃଢ଼ ଆର୍ଥିକ ଚିତ୍ର ସାମ୍ନାକୁ ଆସିଛି। ପ୍ରକୃତରେ ଏହା ଏକ ବଡ଼ କଣ୍ଟ୍ରାଷ୍ଟ। ଲୋକେ ସାଧାରଣତଃ ଭାବନ୍ତି ଯେ ହଜାର ହଜାର ମାଇଲ ଦୂରରେ ଆକାଶରୁ ଖସୁଥିବା ବୋମା ଆମକୁ କିପରି ବା ପ୍ରଭାବିତ କରିବ। କିନ୍ତୁ ବାସ୍ତବତା ହେଉଛି, ସେହି ବୋମାର ଶବ୍ଦ ହୁଏତ ଆମ କାନକୁ ଶୁଭିବ ନାହିଁ, କିନ୍ତୁ ଏହାର ଆର୍ଥିକ ପ୍ରଭାବ ସିଧାସଳଖ ଆସି ଆମ ରୋଷେଇ ଘରର ବଜେଟ୍ ଆଉ ଗାଡ଼ିର ତେଲ ଟାଙ୍କି ଉପରେ ପଡ଼ିବ। ସେଇଆ ତ, ମାନେ ସବୁକିଛି ଏକ ଅଦୃଶ୍ୟ ସୂତାରେ ବନ୍ଧା ହୋଇଛି। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ବିଶ୍ଳେଷଣ କରିବା। ତେବେ ସେହି ଅନ୍ତର୍ଜାତୀୟ ଘଟଣାକ୍ରମରୁ ହିଁ ଆରମ୍ଭ କରିବା। ଏହା ପୁରା ଏକ ଡୋମିନୋ ଏଫେକ୍ଟ ପରି, ମାନେ ଗୋଟିଏ କାଠି ପଡ଼ିଲେ ସବୁ ଧାରାଶାୟୀ ହେବା ଆରମ୍ଭ ହୋଇଯାଏ। ହଁ, ଡୋମିନୋ ଏଫେକ୍ଟଟା ପୁରା ସଠିକ୍ ଶବ୍ଦ ଏଠି, କାରଣ ଗୋଟିଏ ଘଟଣା ଅନ୍ୟ ସବୁ ଜିନିଷକୁ ଟାଣି ଆଣୁଛି। ଏକ୍ଜାକ୍ଟଲି। ଆଉ ଆମ ଉତ୍ସରୁ ମିଳିଥିବା ଡାଟା ଅନୁଯାୟୀ ଆମେରିକା ବର୍ତ୍ତମାନ ଇରାନର ଇସ୍ଫାହାନ ସହରରେ ଏକ ବିରାଟକାୟ ବୋମା ପକାଇଛି। ଏବଂ ଏହା କୌଣସି ସାଧାରଣ ବୋମା ନୁହେଁ। ଏହା ହେଉଛି ଏକ 900 କିଲୋଗ୍ରାମର ବଙ୍କର ବଷ୍ଟର। ଆଉ ଏଥିସହିତ ୟେମେନର ହୁଥି ବିଦ୍ରୋହୀମାନେ ମଧ୍ୟ ଏହି ସଂଘର୍ଷରେ ସାମିଲ ହୋଇଯାଇଛନ୍ତି। ଏବଂ ଇରାନର ଡ୍ରୋନ୍ ଏକ ବଡ଼ କୁଏଟି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। କେବଳ ଫ୍ୟାକ୍ଟସ୍। କିନ୍ତୁ ଏହି ବଙ୍କର ବଷ୍ଟର ଶବ୍ଦଟି ମୋତେ ଟିକେ ଦ୍ୱନ୍ଦ୍ୱରେ ପକାଉଛି। ମାନେ 900 କିଲୋଗ୍ରାମର ଏହି ବୋମାର ବିଶେଷତ୍ୱ କ'ଣ? ଆଉ ଏହା କାହିଁକି ଏତେ ଚର୍ଚ୍ଚାରେ ଅଛି? ହଁ, ସେଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ। ଦେଖନ୍ତୁ, ବଙ୍କର ବଷ୍ଟର କେବଳ ଏକ ବଡ଼ ବିସ୍ଫୋରକ ନୁହେଁ, ଏହା ପଛରେ ଏକ ସ୍ୱତନ୍ତ୍ର ସାଇନ୍ସ ରହିଛି। ସାଧାରଣ ବୋମା ଭୂପୃଷ୍ଠରେ ପଡ଼ିବା ମାତ୍ରେ ଫାଟିଯାଏ ଆଉ ଚାରିଆଡ଼େ କ୍ଷୟକ୍ଷତି ଘଟାଏ। କିନ୍ତୁ ଏହି ବଙ୍କର ବଷ୍ଟରଗୁଡ଼ିକ ଏକ ମଜବୁତ ଷ୍ଟିଲ୍ ଆବରଣରେ ତିଆରି ହୋଇଥାଏ। ଆଚ୍ଛା, ମାନେ ସେଟା ଭିତରକୁ ପଶିଯାଏ। ହଁ, ପୁରା ଭିତରକୁ। ଯେତେବେଳେ ଏହା ତଳକୁ ଖସେ, ଏହା ପ୍ରଥମେ ମାଟିକୁ ଏବଂ ମୋଟା କଂକ୍ରିଟ ଛାତକୁ ଭେଦ କରି ବହୁତ ଗଭୀରକୁ ଯାଏ ଏବଂ ତାପରେ ଭିତରେ ଯାଇ ବିସ୍ଫୋରଣ ହୁଏ। ଇରାନର ଅଧିକାଂଶ ସାମରିକ ଘାଟି ଆଉ ପରମାଣୁ ଗବେଷଣା କେନ୍ଦ୍ର ଭୂମି ତଳେ ଅବସ୍ଥିତ। ତେଣୁ ସେଗୁଡ଼ିକୁ ନଷ୍ଟ କରିବା ପାଇଁ ଏହି 900 କିଲୋଗ୍ରାମର ଅସ୍ତ୍ର ବ୍ୟବହାର କରାଯାଇଛି। କିନ୍ତୁ ଯଦି ଆମେ ଏହାକୁ ବୃହତ୍ତର ଚିତ୍ର ସହ ଯୋଡ଼ିବା, ଏହା ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଭୟଙ୍କର ବିସ୍ଫୋରଣ ସୃଷ୍ଟି କରୁଛି। ଆଉ ସେହି ଆର୍ଥିକ ମୂଲ୍ୟର ହିସାବ ଶୁଣିଲେ ବୋଧହୁଏ କାହାର ବି ମୁଣ୍ଡ ଘୁରାଇ ଦେବ। ବାପରେ, SIPI ଅନୁଷ୍ଠାନର ଅଧ୍ୟୟନ ରିପୋର୍ଟ ଆମ ପାଖରେ ଅଛି, ଆଉ ତଥ୍ୟ ପୁରା ଅବିଶ୍ୱାସନୀୟ। ରିପୋର୍ଟ କହୁଛି ଆମେରିକା ଏହି ଯୁଦ୍ଧରେ ପ୍ରତି ସେକେଣ୍ଡରେ ପ୍ରାୟ $10,300 ଖର୍ଚ୍ଚ କରୁଛି। ମୁଁ ଏହାକୁ ଟିକେ ହିସାବ କରିବାକୁ ଚେଷ୍ଟା କରୁଛି। ହଁ, ହିସାବ କଲେ ଆପଣ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ। ଗୋଟିଏ ସେକେଣ୍ଡରେ $10,300, ମାନେ ଆମେ ଯେତିକି ସମୟରେ 1 ମିନିଟ୍ କଥା ହେଲେଣି ନା, ସେହି 60 ସେକେଣ୍ଡ ଭିତରେ ସେଠାରେ $6 ଲକ୍ଷରୁ ଅଧିକ ଅର୍ଥ କେବଳ ବୋମା ଓ ମିସାଇଲ ଆକାରରେ ପୋଡ଼ି ପାଉଁଶ ହୋଇଗଲାଣି। ଏହା ଏକ ସାଧାରଣ ଅର୍ଥନୀତି ପାଇଁ ତ ପୁରା ଚିନ୍ତା ବାହାରେ। ଏବଂ ସେଇଥିପାଇଁ ହିଁ ଏକ ବିରାଟ ଆର୍ଥିକ ଚାପ ସୃଷ୍ଟି ହେଉଛି। ଏଠାରେ ଆମେ ଏକ ବଡ଼ ବିରୋଧାଭାସ ବା ଆର୍ଥିକ ପ୍ୟାରାଡକ୍ସ ଦେଖିବାକୁ ପାଉଛୁ। ଉତ୍ସରୁ ଜଣାପଡ଼ିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିପୁଳ ଖର୍ଚ୍ଚକୁ ଦେଖି ବର୍ତ୍ତମାନ ଏକ ଶାନ୍ତି ଚୁକ୍ତି ପାଇଁ ଇଚ୍ଛୁକ ଅଛନ୍ତି। ସେ ଏକଥା ମଧ୍ୟ ସୂଚାଇଛନ୍ତି ଯେ ଯଦି ହର୍ମୁଜ ପ୍ରଣାଳୀ ବନ୍ଦ ରହେ, ତଥାପି ସେ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିବେ। ୱେଟ୍, ଏହି ହର୍ମୁଜ ପ୍ରଣାଳୀର ବିଷୟଟିକୁ ଟିକେ ସରଳ ଭାବରେ ବୁଝାଇବେ କି? ଏହା ବନ୍ଦ ରହିଲେ ସମସ୍ୟା କ'ଣ ହେବ? ଯଦି ଯୁଦ୍ଧ ଥମିଯାଏ, ତେବେ ତ ସବୁକିଛି ଠିକ୍ ହୋଇଯିବା କଥା, ନୁହେଁ କି? ନା, ଜମାରୁ ସେମିତି ହେବ ନାହିଁ।
ଯଦି ଆମେ ବିଶ୍ୱ ଅର୍ଥନୀତିକୁ ଗୋଟିଏ ଶରୀର ବୋଲି ଧରିବା, ତେବେ ହର୍ମୁଜ ପ୍ରଣାଳୀ ହେଉଛି ସେହି ଶରୀରର ହୃତ୍ପିଣ୍ଡକୁ ଯାଇଥିବା ମୁଖ୍ୟ ରକ୍ତଧମନୀ। ଏହା ପର୍ସିଆନ୍ ଗଲ୍ଫ ଆଉ ଓମାନ ଉପସାଗର ମଧ୍ୟରେ ଥିବା ଏକ ଅତି ସଂକୀର୍ଣ୍ଣ ଜଳପଥ, ଯାହାର ଓସାର ମାତ୍ର 21 ମାଇଲ। ମାତ୍ର 21 ମାଇଲ? ସେଇଟା ତ ବହୁତ ଛୋଟ ଜାଗା। ହଁ, ବହୁତ ସଂକୀର୍ଣ୍ଣ। କିନ୍ତୁ ବିଶ୍ୱର ମୋଟ ତୈଳ ବ୍ୟବହାରର ପ୍ରାୟ 20% କେବଳ ଏହି ଗୋଟିଏ ରାସ୍ତା ଦେଇ ପାର ହୋଇଥାଏ। ସାଉଦି ଆରବ, ଇରାକ, କୁଏତ ଏବଂ UAEରୁ ବାହାରୁଥିବା ତୈଳ ଏହି ବାଟ ଦେଇ ହିଁ ଏସିଆ ଏବଂ ଅନ୍ୟ ମହାଦେଶକୁ ଯାଏ। ଯଦି ଟ୍ରମ୍ପଙ୍କ କହିବା ଅନୁଯାୟୀ ଏହି ପ୍ରଣାଳୀ ବନ୍ଦ ରହିଯାଏ ଏବଂ ଶାନ୍ତି ଚୁକ୍ତି ହୁଏ, ତେବେ ଏହା ହେବ ଅସ୍ତ୍ରୋପଚାର ସଫଳ ହେଲା କିନ୍ତୁ ରୋଗୀ ମରିଗଲା ଭଳି ଅବସ୍ଥା। ଓହୋ, ମାନେ ଯୁଦ୍ଧ ହୁଏ ତ ବନ୍ଦ ହୋଇଯିବ, କିନ୍ତୁ ତେଲ ଆସିବା ରାସ୍ତା ହିଁ ବନ୍ଦ ହୋଇଯିବ। ଫଳରେ ବିଶ୍ୱ ବଜାରରେ ତୈଳର ଘୋର ଅଭାବ ଦେଖାଦେବ ଆଉ ଦରଦାମ ପୁରା ଆକାଶ ଛୁଆଁ ହେବ। ପ୍ରକୃତିରେ ସେୟା ହିଁ ହେବ। ବିନା ତେଲରେ ଇକୋନୋମି ଆଗକୁ ବଢ଼ିବ କେମିତି? ବର୍ତ୍ତମାନ এই କଥାଟି ମୋତେ ପୁରା ସ୍ପଷ୍ଟ ହେଲା। ଯୁଦ୍ଧ ନଥିଲେ ବି ଯଦି ରକ୍ତଧମନୀ ବନ୍ଦ ଅଛି, ତେବେ ଶରୀର ବଞ୍ଚିବ କିପରି? ଏବଂ ଏହାର ପ୍ରଭାବ କିପରି ପଡ଼ୁଛି ତାହା ଆମେ ବର୍ତ୍ତମାନ ଭାରତର ପରିସ୍ଥିତିରୁ ଦେଖିପାରୁଛୁ। ଆମର ସୂତ୍ର ଦର୍ଶାଉଛି ଯେ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେବା କାରଣରୁ ଭାରତର ପ୍ରାୟ $1.5 ବିଲିୟନ ମୂଲ୍ୟର ସାମଗ୍ରୀ ବର୍ତ୍ତମାନ ସମୁଦ୍ରରେ ବା ବନ୍ଦରରେ ଫସି ରହିଛି। ଆଉ ଏହା କୌଣସି ଲୁହା କିମ୍ବା ପ୍ଲାଷ୍ଟିକ ଜିନିଷ ନୁହେଁ ଯେ ମାସ ମାସ ଧରି ପଡ଼ି ରହିଲେ ଚଳିବ। ସେଇଆ ତ। ଏହା ହେଉଛି ସେହି ସାମଗ୍ରୀ ଯାହା ଶୀଘ୍ର ନଷ୍ଟ ହୋଇଯାଏ, ମାନେ ପେରିଶେବଲ୍ କାର୍ଗୋ, ଯେପରିକି ଫଳ, ପନିପରିବା କିମ୍ବା ଜରୁରୀ ଔଷଧ। ଏହାକୁ ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ତାପମାତ୍ରା ନିୟନ୍ତ୍ରଣ କରିବାକୁ ପଡ଼େ, ଯାହାକି ଅତ୍ୟନ୍ତ ବ୍ୟୟବହୁଳ। ଏସବୁ ସାମଗ୍ରୀ ଯଦି ଠିକ୍ ସମୟରେ ନ ପହଞ୍ଚେ, ତେବେ ସମ୍ପୂର୍ଣ୍ଣ $15.5 ବିଲିୟନ ପାଣିରେ ପଡ଼ିବା ସହ ସମାନ। ଆଉ ଏହାର ମୁଖ୍ୟ କାରଣ ହେଉଛି ରାସ୍ତା ବଦଳାଇବା। ସାଧାରଣତଃ ଜାହାଜଗୁଡ଼ିକ ସୁଏଜ୍ କେନାଲ ଦେଇ ଆସନ୍ତି, କିନ୍ତୁ ଯୁଦ୍ଧ ଏବଂ ଆକ୍ରମଣ ଭୟରେ ସେମାନଙ୍କୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଆଫ୍ରିକା ମହାଦେଶକୁ ବୁଲି କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଆସିବାକୁ ପଡ଼ୁଛି। ଏଥିପାଇଁ ଅତିରିକ୍ତ 15 ଦିନ ଅଧିକ ସମୟ ଲାଗୁଛି। ବାପରେ, 15 ଦିନ ଅଧିକ ମାନେ ତ ବହୁତ ଖର୍ଚ୍ଚ ବଢ଼ିଯିବ। ଏକ୍ଜାକ୍ଟଲି। ଅଧିକ ଦିନ ଅଧିକ ଇନ୍ଧନ ଖର୍ଚ୍ଚ, ଆଉ ସେହି ଇନ୍ଧନ ମଧ୍ୟ ମହଙ୍ଗା ହୋଇସାରିଲାଣି। ଆମେ ଯଦି ଭାରତର ATF ବା ବିମାନ ଇନ୍ଧନ ଦରକୁ ଦେଖିବା, ଏହା ବର୍ତ୍ତମାନ ଦ୍ୱିଗୁଣିତ ହୋଇ କିଲୋଲିଟର ପିଛା 2.07 ଲକ୍ଷ ଟଙ୍କା ପାର କରିସାରିଲାଣି। କିନ୍ତୁ ଏଠି ମୋର ଗୋଟିଏ ପ୍ରଶ୍ନ ଅଛି, ମାନେ ଟିକେ କନଫ୍ୟୁଜନ୍ ଲାଗୁଛି। ବିମାନ ଇନ୍ଧନର ଦାମ ଯଦି ଦ୍ୱିଗୁଣିତ ହୋଇଗଲାଣି, ତେବେ ଆମେ ଯେତେବେଳେ ଫ୍ଲାଇଟ୍ ଟିକେଟ୍ ବୁକ୍ କରୁଛୁ, ତାହା ଦ୍ୱିଗୁଣିତ ହୋଇନାହିଁ କାହିଁକି? ମୁଁ ତ କାଲି ଟିକେଟ୍ ଦେଖୁଥିଲି, ନର୍ମାଲ ଥିଲା। ହଁ, ତାହାର କାରଣ ହେଉଛି ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ସାଧାରଣ ଯାତ୍ରୀମାନଙ୍କ ଉପରେ ହଠାତ୍ ଅତ୍ୟଧିକ ଚାପ ନ ପଡ଼ିବା ପାଇଁ କେନ୍ଦ୍ର ସରକାର ଦେଶୀୟ ବିମାନ ଭଡ଼ା ବୃଦ୍ଧିକୁ 25%ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମସ୍ୟା ସମାଧାନ ହୋଇଗଲା। ଆଚ୍ଛା, ମାନେ କମ୍ପାନୀମାନେ ଲସ୍ ସହୁଛନ୍ତି। ହଁ, କମ୍ପାନୀମାନେ କ୍ଷତି ସହୁଛନ୍ତି ଏବଂ ଏହି ଚାପ ଅନ୍ୟ ସ୍ଥାନରୁ ବାହାରୁଛି। ଉଦାହରଣ ସ୍ୱରୂପ, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବ୍ୟବହୃତ ହେଉଥିବା ବାଣିଜ୍ୟିକ LPG ସିଲିଣ୍ଡର ଦର ଏକାଥରକେ 195.5 ଟଙ୍କା ବୃଦ୍ଧି ପାଇଛି। ଏବଂ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଆମ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବା ଫରେକ୍ସ ରିଜର୍ଭ। ସେଇଟା $30 ବିଲିୟନ ହ୍ରାସ ପାଇଯାଇଛି। $30 ବିଲିୟନ? ସେଟା ତ ବହୁତ ବଡ଼ ଆମାଉଣ୍ଟ। ହଁ, କାରଣ ଭାରତ ତାର ଆବଶ୍ୟକତାର 80% ତେଳ ଆମଦାନୀ କରେ, ଆଉ ସେହି ତେଳ ପାଇଁ ଆମକୁ ଡଲରରେ ମୂଲ୍ୟ ଦେବାକୁ ପଡ଼େ। ତେଲ ଦାମ ବଢ଼ିବାର ଅର୍ଥ ହେଉଛି ଆମ ଖଜଣାରୁ ଅଧିକ ଡଲର ଖର୍ଚ୍ଚ ହେବା। ଆମେ ଏତେବେଳେ ଯାଇ ବିଲିୟନ ଡଲାର, ମାକ୍ରୋ ଇକୋନୋମି ଆଉ ସାମୁଦ୍ରିକ ପରିବହନ ବିଷୟରେ ଆଲୋଚନା କଲୁ। କିନ୍ତୁ ଏସବୁ ଭିତରେ ମୋ ମନରେ ଗୋଟିଏ ଚିତ୍ର ବାରମ୍ବାର ଆସୁଛି, ବୁଝିଲେ? ସେହି ସାଧାରଣ ଲୋକଟିର ଚିତ୍ର, ଯିଏ ଗଞ୍ଜାମ, କେନ୍ଦ୍ରାପଡ଼ା କିମ୍ବା ବାଲେଶ୍ୱରରୁ ଯାଇ ଦୁବାଇ କିମ୍ବା ବାହେରିନରେ କୌଣସି ବିରାଟ ଅଟ୍ଟାଳିକାରେ ଶ୍ରମିକ ଭାବେ କାମ କରୁଛି। ହଁ, ସେଇଟା ସବୁଠୁ ଦୁଃଖଦାୟକ ଦିଗ। ସତରେ, ଯେତେବେଳେ ସେହି ଅଞ୍ଚଳରେ ମିସାଇଲ୍ ମାଡ଼ ହେଉଛି, ଯୋଗାଯୋଗ ବିଚ୍ଛିନ୍ନ ହେଉଛି ଆଉ କମ୍ପାନୀଗୁଡ଼ିକ ବନ୍ଦ ହୋଇଯାଉଛି, ସେତେବେଳେ ସେହି ନିର୍ମାଣ ଶ୍ରମିକମାନଙ୍କ ଅବସ୍ଥା କ'ଣ ହେଉଥିବ? ଆମ ସୂତ୍ରରେ ଏହି ବିଷୟରେ ମଧ୍ୟ ଗମ୍ଭୀର ଚିନ୍ତା ପ୍ରକଟ କରାଯାଇଛି। ଏହି ମାନବିକ ଦିଗଟି ବାସ୍ତବରେ ସବୁଠାରୁ କଷ୍ଟଦାୟକ। ଆମେ ଯେତେବେଳେ ଅର୍ଥନୀତି କଥା କହୁ, ଆମେ ଭୁଲିଯାଉ ଯେ ଏହା ପଛରେ ରକ୍ତମାଂସର ମଣିଷ ଅଛନ୍ତି। ମଧ୍ୟପ୍ରାଚ୍ୟରେ, ବିଶେଷକରି UAE, ଦୁବାଇ, ଆବୁଧାବି ଏବଂ ବାହାରିନ୍ ଭଳି ସ୍ଥାନରେ ଲକ୍ଷ ଲକ୍ଷ ଭାରତୀୟ ଅଛନ୍ତି।
ସେଥିମଧ୍ୟରୁ ଆମ ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଏବଂ ବିଶେଷ କରି ଯେଉଁମାନଙ୍କୁ ବ୍ଲୁ କଲର ୱାର୍କର୍ସ କୁହାଯାଏ, ସେହି ଶ୍ରମିକମାନେ ଫସି ରହିଛନ୍ତି। ମାନେ ସେମାନଙ୍କର ତ କାମ ବି ବନ୍ଦ ହୋଇଯାଇଥିବ ଏବେ। ଏକ୍ଜାକ୍ଟଲି। ଯୁଦ୍ଧ ଯୋଗୁଁ ନିର୍ମାଣ ପ୍ରକଳ୍ପଗୁଡ଼ିକ ଅଟକି ଯାଇଛି, ସେମାନଙ୍କର ଦୈନିକ ମଜୁରୀ ବନ୍ଦ ହୋଇଯାଇଛି, ସେମାନେ ନିଜେ ସୁରକ୍ଷିତ ନାହାନ୍ତି ଏବଂ ଏଠାରେ ସେମାନଙ୍କ ଉପରେ ନିର୍ଭର କରି ଚଳୁଥିବା ପରିବାର ମଧ୍ୟ ଭୋକରେ ଆଉ ଭୟରେ ଅଛନ୍ତି। ଘରେ ବସିଥିବା ପରିବାର ଲୋକେ ଯେତେବେଳେ ଟିଭି ପର୍ଦ୍ଦାରେ ଆକାଶରୁ ନିଆଁ ବର୍ଷିବାର ଦୃଶ୍ୟ ଦେଖୁଥିବେ, ସେତେବେଳେ ସେମାନଙ୍କର ମାନସିକ ସ୍ଥିତି କ'ଣ ହେଉଥିବ ତାହା ଅନୁମାନ କରିବା ମଧ୍ୟ କଷ୍ଟ। ତେବେ ଏହି ସମ୍ବେଦନଶୀଳ ପରିସ୍ଥିତିରେ ଆମ ସୂତ୍ରରୁ ଏକ ଆଶ୍ୱାସନାଦାୟକ ଖବର ମିଳିଛି, ବୁଝିଲେ? ହଁ, ରାଜ୍ୟ ସରକାରଙ୍କର ପଦକ୍ଷେପ କଥା କହୁଛନ୍ତି ତ? ହଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ଏକ ୱାର୍କିଂ ଗ୍ରୁପ ବା କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିଛନ୍ତି। ଆଉ ଏହି ଗୋଷ୍ଠୀରେ କେବଳ ଗୋଟିଏ ବିଭାଗ ନୁହେଁ, ଏଥିରେ ଗୃହ ବିଭାଗ, ଶ୍ରମ ବିଭାଗ, ଓଡ଼ିଶା ପରିବାର ପ୍ରକଳ୍ପ ଏବଂ ପ୍ରବାସୀ ସୁରକ୍ଷା ଅଧିକାରୀଙ୍କୁ ସାମିଲ କରାଯାଇଛି। ଏହା ଏକ ଅତ୍ୟନ୍ତ ଆବଶ୍ୟକୀୟ ପଦକ୍ଷେପ ଥିଲା ପ୍ରକୃତରେ, କାରଣ ଏହି ୱାର୍କିଂ ଗ୍ରୁପ କେବଳ ଏକ ସାଧାରଣ କମିଟି ନୁହେଁ, ଏହାର ଦୁଇଟି ମୁଖ୍ୟ କାମ ଅଛି। ପ୍ରଥମଟି ହେଉଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ସମନ୍ୱୟ ରଖି ସେଠାରେ ଫସିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାର ବ୍ୟବସ୍ଥା କରିବା। ଆଉ ଦ୍ୱିତୀୟ କାମଟି କ'ଣ? ଦ୍ୱିତୀୟ କାମଟି, ଯାହାକି ଅଧିକ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ଏଠାରେ ଥିବା ସେମାନଙ୍କ ପରିବାରକୁ ସଠିକ୍ ସୂଚନା ଦେବା, ଯାହାଦ୍ୱାରା ଗୁଜବ ଏବଂ ଭୟକୁ କମ୍ କରାଯାଇପାରିବ। ଆଚ୍ଛା, ମାନେ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା। ଏହି ସବୁ ଆଲୋଚନା ଭିତରେ ଆମ୍ଭେ ବିଶ୍ୱ ଅସ୍ଥିରତା ଏବଂ ସଙ୍କଟର ଏକ ଅନ୍ଧକାରମୟ ଚିତ୍ର ଦେଖିଲେ। କିନ୍ତୁ ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଏବେ ଆମେ ଏହାର ସମ୍ପୂର୍ଣ୍ଣ ବିପରୀତ ଏବଂ ଏକ ଉଜ୍ଜ୍ୱଳ ଚିତ୍ର ଆଡ଼କୁ ଯିବା। ଗତକାଲି ଅର୍ଥାତ୍ 1 ଏପ୍ରିଲରେ ସାରା ରାଜ୍ୟରେ ଏକ ଉତ୍ସବର ପରିବେଶ ଥିଲା, କାରଣ ଏହା ଥିଲା ଆମର ପ୍ରିୟ ଉତ୍କଳ ଦିବସ। ହଁ, ଉତ୍କଳ ଦିବସର ମାହୋଲ ଅଲଗା ଥାଏ। ପୁରା ଅଲଗା। ଆଉ ଆମ ଉତ୍ସଗୁଡ଼ିକର ଦର୍ଶାଉଛି ଯେ ଏହି ଉତ୍କଳ ଦିବସ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ନଥିଲା, ବରଂ ଏହା ରାଜ୍ୟର ଅର୍ଥନୈତିକ ସମୃଦ୍ଧିର ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଏହାର ଐତିହାସିକ ଗୁରୁତ୍ୱକୁ ଆମେ ପ୍ରଥମେ ସ୍ମରଣ କରିବା ଉଚିତ। 1936 ମସିହା ଏପ୍ରିଲ 1 ତାରିଖରେ ଯେତେବେଳେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା, ସେତେବେଳେ ସମଗ୍ର ରାଜ୍ୟରେ ମାତ୍ର 6ଟି ଜିଲ୍ଲା ଥିଲା, ବୁଝିଲେ? ହଁ, ମାତ୍ର 6ଟି ଜିଲ୍ଲା। କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ। ଏକ୍ଜାକ୍ଟଲି। ଏକ ସଂଗ୍ରାମ ଏବଂ ଅବହେଳାର ଜନ୍ମ ନେଇଥିବା ସେହି ରାଜ୍ୟ ଆଜି କେଉଁ ସ୍ତରରେ ପହଞ୍ଚିଛି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦିନରେ ନିଜ ବାର୍ତ୍ତାରେ ଓଡ଼ିଶାକୁ ଏହାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ବୋଲି ବର୍ଣ୍ଣନା କରିବା ସହ ଏହାର ଦ୍ରୁତ ବିକାଶକୁ ପ୍ରଶଂସା କରିଛନ୍ତି। ଇତିହାସ ନିଶ୍ଚୟ ଗର୍ବ କରିବାର ବିଷୟ, କିନ୍ତୁ ଆମ ଆଲୋଚନାରେ ଥିବା ଆର୍ଥିକ ତଥ୍ୟଗୁଡ଼ିକ ଏକଦମ ଭବିଷ୍ୟତ ଆଡ଼କୁ ଇଙ୍ଗିତ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବହୁତ ବଡ଼ ଲକ୍ଷ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା 2036 ମସିହା ସୁଦ୍ଧା ଯେତେବେଳେ ଓଡ଼ିଶା ନିଜ ପ୍ରତିଷ୍ଠାର 100ତମ ବର୍ଷ ପାଳନ କରିବ, ସେତେବେଳକୁ ରାଜ୍ୟର ଅର୍ଥନୀତିକୁ $500 ବିଲିୟନ ପହଞ୍ଚାଇବା ପାଇଁ ରୂପରେଖା ପ୍ରସ୍ତୁତ ହୋଇସାରିଛି। $500 ବିଲିୟନ, ଏହା ଏକ ବିରାଟ ଲକ୍ଷ୍ୟ। ହଁ, ଆଉ ସିଏଜି ବା କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ 2024-25 ରିପୋର୍ଟ ମଧ୍ୟ ଏହି ଲକ୍ଷ୍ୟ ସମ୍ଭବ ବୋଲି ସୂଚାଉଛି। ରିପୋର୍ଟ ଅନୁଯାୟୀ ଗତ 5 ବର୍ଷ ମଧ୍ୟରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସ୍ଡିପିରେ 65% ଅଭିବୃଦ୍ଧି ଘଟିଛି, ଯେଉଁ ସମୟରେ ଜାତୀୟ ସ୍ତରରେ ଅଭିବୃଦ୍ଧି ହାର 66.56% ଥିଲା। ଏହି ସଂଖ୍ୟାଗୁଡ଼ିକ ବହୁତ ଭଲ ଲାଗୁଛି, କିନ୍ତୁ ଏଠି ମୋର ଗୋଟେ ଡାଉଟ୍ ଅଛି। ନିଶ୍ଚୟ, କୁହନ୍ତୁ କ'ଣ ଡାଉଟ୍ ଅଛି? କାଗଜ ଉପରେ ଏହି 65% ଅଭିବୃଦ୍ଧି ଶୁଣିବାକୁ ଚମତ୍କାର ଲାଗୁଛି, ମାନେ ପୁରା ଟପ୍ କ୍ଲାସ୍। କିନ୍ତୁ ବାସ୍ତବରେ ଏହା କ'ଣ ଏହି ଅଭିବୃଦ୍ଧି ସେହି ଓଡ଼ିଆ ଶ୍ରମିକମାନଙ୍କ ପାଇଁ ନିଜ ରାଜ୍ୟରେ କୌଣସି ନୂଆ ରୋଜଗାର ସୃଷ୍ଟି କରୁଛି, ଯେଉଁମାନେ ବାଧ୍ୟ ହୋଇ ଆଜି ବି ମଧ୍ୟ ମଧ୍ୟପ୍ରାଚ୍ୟର ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଯାଉଛନ୍ତି? ନା ଏହା କେବଳ କିଛି ବଡ଼ ଖଣି କମ୍ପାନୀମାନଙ୍କର ଲାଭର ହିସାବ? ଏହି ଅଭିବୃଦ୍ଧିର ଗ୍ରାଉଣ୍ଡ ରିଆଲିଟି କ'ଣ ପ୍ରକୃତରେ? ଏହା ଏକ ବହୁତ ବାସ୍ତବିକ ଏବଂ କଠିନ ପ୍ରଶ୍ନ ପଚାରିଲେ ଆପଣ। ଦେଖନ୍ତୁ, ଯେତେବେଳେ ଆମେ ଜିଏସ୍ଡିପି ଅଭିବୃଦ୍ଧି କଥା କହୁ, ଏହା ହଠାତ୍ ରାତି ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରେ ନାହିଁ।
ଏହା ଏକ ପର୍ଯ୍ୟାୟକ୍ରମୀ ପ୍ରକ୍ରିୟା, ବୁଝିଲେ? କିନ୍ତୁ ସିଏଜି ରିପୋର୍ଟର ଆଉ ଏକ ତଥ୍ୟ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଉଛି। ଆଚ୍ଛା, କ ତଥ୍ୟ? ଗତ 10 ବର୍ଷ ମଧ୍ୟରେ ରାଜ୍ୟର ରାଜସ୍ୱ ଆଦାୟରେ ପ୍ରାୟ 46.63% ବୃଦ୍ଧି ଘଟିଛି ଏବଂ ଓଡ଼ିଶା ବର୍ତ୍ତମାନ ଏକ ରେଭିନ୍ୟୁ ସରପ୍ଲସ୍ ବା ବଳକା ରାଜସ୍ୱ ଥିବା ରାଜ୍ୟ। ଏହାର ଅର୍ଥ ହେଉଛି ସରକାର ନିଜର ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପରେ ମଧ୍ୟ ତାଙ୍କ ପାଖରେ ଏତେ ଅର୍ଥ ବଳକା ରହୁଛି ଯାହାକୁ ସେମାନେ ନୂଆ ଭିତ୍ତିଭୂମି, ରାସ୍ତା, କଲେଜେସ୍ ଏବଂ ଶିଳ୍ପାଞ୍ଚଳ ବିକାଶରେ ବିନିଯୋଗ କରିପାରିବେ। ଏବଂ ଏହି ନିବେଶ ହିଁ ଆଗାମୀ ଦିନରେ ରୋଜଗାର ସୃଷ୍ଟି କରିବ। ଓହୋ, ଅର୍ଥାତ୍ ଏହି ରାଜସ୍ୱ ହିଁ ସେହି ଭିତ୍ତିଭୂମିର ମୂଳଦୁଆ ପକାଉଛି ଯାହା ଆଗକୁ ଜବ୍ସ କ୍ରିଏଟ୍ କରିବ। ତେବେ ଏହି ରାଜସ୍ୱ ଆସୁଛି କେଉଁଠି? ଏଥିରେ ଶିଳ୍ପ କ୍ଷେତ୍ରର ଅବଦାନ ସବୁଠାରୁ ଅଧିକ ରହିଛି। ରିପୋର୍ଟ ମୁତାବକ ଜିଏସ୍ଡବ୍ଲ୍ୟୁ ଗ୍ରୁପ ବର୍ତ୍ତମାନ ଓଡ଼ିଶାକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ସଂସ୍ଥା ପାଲଟିଛି। କେବଳ ଖଣିଜ ଉତ୍ତୋଳନ ନୁହେଁ, ବରଂ ମ୍ୟାନୁଫ୍ୟାକ୍ଚରିଂ ବା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟୁଛି। ଆଉ ଏହି ଉତ୍ପାଦନକୁ ସହଯୋଗ କରୁଛି ଆମର ଯୋଗାଯୋଗ ବ୍ୟବସ୍ଥା। ଆମ ଉତ୍ସରେ ଆଉ ଏକ ଚମତ୍କାର ତଥ୍ୟ ଅଛି। ସେଇଟା କ'ଣ? ଇଷ୍ଟ କୋଷ୍ଟ ରେଲୱେ ବା ପୂର୍ବ ଉପକୂଳ ରେଳପଥ 2025-26 ବର୍ଷ ପାଇଁ ସମଗ୍ର ଭାରତୀୟ ରେଳବାଇର ଶୀର୍ଷ ମାଲ ପରିବହନ ଜୋନ୍ ବା ଟପ୍ ଫ୍ରେଟ୍ ହ୍ୟାଣ୍ଡଲର ହୋଇପାରିଛି। ଟପ୍ ଫ୍ରେଟ୍ ହ୍ୟାଣ୍ଡଲର ହେବାର ଅର୍ଥ ହେଉଛି କାରଖାନାଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲୁଛି, କଞ୍ଚାମାଳ ସଠିକ୍ ସମୟରେ ପହଞ୍ଚୁଛି ଏବଂ ଉତ୍ପାଦିତ ସାମଗ୍ରୀ ଠିକ୍ ଟାଇମ୍ରେ ବଜାରକୁ ଯାଉଛି। ଏହି କଥାଟି ବାସ୍ତବରେ ଆଶା ଯୋଗାଉଛି, ମାନେ ସବୁକିଛି ସ୍ମୁଥଲି ଚାଲିଛି। କିନ୍ତୁ ଆମ ଆଲୋଚନାରେ ଆଉ ଏକ ଶବ୍ଦ ଅଛି ଯାହା 2036ର ଲକ୍ଷ୍ୟ ପୂରଣ କରିବାରେ ବ୍ରହ୍ମାସ୍ତ୍ର ସାଜିପାରେ ବୋଲି ମୋର ମନେ ହେଉଛି। ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ଯାହାକୁ ଆମେ କ୍ରିଟିକାଲ ମିନେରାଲ୍ସ ବୋଲି କହୁଛୁ। ଏହା କେବଳ ଲୁହା କିମ୍ବା କୋଇଲା ନୁହେଁ, ଏହା ହେଉଛି ସେହି ଖଣିଜ ଯାହା ଭବିଷ୍ୟତର ଟେକ୍ନୋଲୋଜି ପାଇଁ ଆବଶ୍ୟକ। ସମ୍ପୂର୍ଣ୍ଣ ସତ କହିଲେ ଆପଣ। ଆଜିର ଦୁନିଆ ଆଉ ପେଟ୍ରୋଲ କିମ୍ବା କୋଇଲା ଉପରେ ଏତେ ନିର୍ଭର କରିବାକୁ ଚାହୁଁନାହିଁ। ସାରା ବିଶ୍ୱ ଏବେ ଇଲେକ୍ଟ୍ରିକ୍ ଯାନ, ସୋଲାର ପ୍ୟାନେଲ ଏବଂ ଆଧୁନିକ ବ୍ୟାଟେରୀ ଷ୍ଟୋରେଜ ଆଡ଼କୁ ମୁହାଁଉଛି। ହଁ, ଇଭିର ତ ଏବେ ବହୁତ ଡିମାଣ୍ଡ। ଏକ୍ଜାକ୍ଟଲି। ଆଉ ଏହିସବୁ ଜିନିଷ ତିଆରି କରିବା ପାଇଁ ଲିଥିୟମ୍, କୋବାଲ୍ଟ ଏବଂ ରେୟାର ଆର୍ଥ ଭଳି କ୍ରିଟିକାଲ ମିନେରାଲ୍ସର ନିହାତି ଆବଶ୍ୟକତା ରହିଛି। ଓଡ଼ିଶାର ଭୌଗୋଳିକ ଅବସ୍ଥିତି ଏବଂ ମାଟି ତଳେ ଥିବା ଏହି ସମ୍ପଦ ରାଜ୍ୟକୁ ଏକ ବିଶ୍ୱସ୍ତରୀୟ ଖେଳାଳି କରିପାରିବ। ଆକଳନ କରାଯାଇଛି ଯେ ଆସନ୍ତା 2032 ସୁଦ୍ଧା କେବଳ ଏହି କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରୁ ଓଡ଼ିଶା ପ୍ରାୟ 18ରୁ 20 ବିଲିୟନ ଡଲାରର ଅର୍ଥନୀତି ସୃଷ୍ଟି କରିପାରିବ। ବାପ୍ରେ, 18ରୁ 20 ବିଲିୟନ ଡଲାର! ତେଣୁ ସେଇ ଯେଉଁ 500 ବିଲିୟନ ଡଲାରର ସ୍ୱପ୍ନ ଦେଖାଯାଇଛି, ତାହାର ଚାବିକାଠି ବୋଧହୁଏ ଏହି ନୂତନ ଖଣିଜ ସମ୍ପଦ ଭିତରେ ହିଁ ଲୁଚି ରହିଛି। ତେବେ ଏସବୁର ଅର୍ଥ କ'ଣ? ଖଣିଜ ସମ୍ପଦ, ରାଜସ୍ୱ ଏବଂ ଭିତ୍ତିଭୂମି ଏସବୁ କାଗଜପତ୍ରରେ ତ ଅଛି, କିନ୍ତୁ ବିକାଶକୁ ସଠିକ୍ ଭାବରେ ମାପିବା ପାଇଁ ଆମକୁ ଡାଟା ଦରକାର। ଗ୍ରାଉଣ୍ଡରେ କେତେ ଲୋକ ଅଛନ୍ତି, ସେମାନଙ୍କର ଅବସ୍ଥା କ'ଣ, ସେମାନଙ୍କ ଘରେ ପାଣି, ବିଜୁଳି ଅଛି କି ନାହିଁ, ଏସବୁ ଜାଣିବା ନିହାତି ଜରୁରୀ। ହଁ, ବିନା ଡାଟାରେ ତ କୌଣସି ପଲିସି ତିଆରି ହୋଇପାରିବ ନାହିଁ। ଏକଦମ। ଆଉ ଏହି ତଥ୍ୟ ସଂଗ୍ରହ କରିବାର ସବୁଠାରୁ ବଡ଼ ମହାଯଜ୍ଞ ଏବେ ଆରମ୍ଭ ହୋଇଯାଇଛି, ବୁଝିଲେ? ଆମ ଉତ୍ସ ଅନୁଯାୟୀ ଗତକାଲି ଅର୍ଥାତ୍ ଏପ୍ରିଲ 1 ତାରିଖରୁ ସମଗ୍ର ଦେଶରେ ଜନଗଣନା 2027 ଆରମ୍ଭ ହୋଇଛି। ଆଉ ଏଥର ଏହି ପ୍ରକ୍ରିୟା ପୂର୍ବଥର ଭଳି ବିଲକୁଲ ନାହିଁ। ହଁ, କାରଣ ଏହା ହେଉଛି ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ଗଣନା ବା ସେଲ୍ଫ ଇନୁମେରେସନ୍ ପ୍ରକ୍ରିୟା। ପୂର୍ବରୁ କ'ଣ ହେଉଥିଲା ଆପଣଙ୍କର ମନେ ଥିବ? ଜଣେ ଶିକ୍ଷକ କିମ୍ବା ସରକାରୀ କର୍ମଚାରୀ ଏକ ବଡ଼ କାଗଜ ରେଜିଷ୍ଟର ଧରି ଆପଣଙ୍କ ଘରକୁ ଆସୁଥିଲେ, ତଥ୍ୟ ଲେଖୁଥିଲେ, ତାହା ସରକାରୀ ଖାତାକୁ ଯାଇ ବିଶ୍ଳେଷଣ ହେବାକୁ ବର୍ଷ ବର୍ଷ ସମୟ ଲାଗିଯାଉଥିଲା। ହଁ, ମୋର ମନେ ଅଛି। ସେଥିରେ ବହୁତ ଭୁଲଭାଲ ବି ହେଉଥିଲା କେତେବେଳେ। ଏକ୍ଜାକ୍ଟଲି। କିନ୍ତୁ ବର୍ତ୍ତମାନ ଲୋକେ ନିଜେ ଏକ ପୋର୍ଟାଲ ମାଧ୍ୟମରେ ନିଜ ପରିବାରର ତଥ୍ୟ ପ୍ରଦାନ କରିପାରିବେ। ଏହାଦ୍ୱାରା ସରକାରଙ୍କ ପାଖରେ ରିଏଲ ଟାଇମ୍ ଡାଟା ପହଞ୍ଚିପାରିବ ଏବଂ ନୀତି ନିର୍ଦ୍ଧାରଣ ଦ୍ରୁତ ଗତିରେ ହେବ। ଆମ ଜନଗଣନା, ଆମ ବିକାଶ ନାରା ସହିତ ଆରମ୍ଭ ହୋଇଥିବା ଏହି ଅଭିଯାନରେ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଥମ ଦିନରେ ହିଁ ଅଂଶଗ୍ରହଣ କରିଛନ୍ତି। ଏବଂ ଏହି ଡିଜିଟାଲ ପ୍ରକ୍ରିୟା କେତେ ସହଜ, ତାହା ପ୍ରଥମ ଦିନର ରେଜଲ୍ଟରୁ ପୁରା ଜଣାପଡ଼ୁଛି। ପ୍ରଥମ ଦିନରେ ହିଁ ଦେଶର ପ୍ରାୟ 55,000 ପରିବାର ନିଜର ତଥ୍ୟ ଅନଲାଇନରେ ଦାଖଲ କରିସାରିଲେଣି। 55,000 ପରିବାର ଗୋଟିଏ ଦିନରେ? ଏହା ଏକ ବହୁତ ଭଲ ଆରମ୍ଭ।
ଯେତେବେଳେ ସଠିକ୍ ତଥ୍ୟ ମିଳିବ ସେତେବେଳେ ହିଁ ସରକାର ସମ୍ବଳର ସଠିକ୍ ବଣ୍ଟନ କରିପାରିବେ ନା। ହଁ, ଆଉ ସମ୍ବଳ ବଣ୍ଟନ କଥା ଉଠିଲେ ପାଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଯାଏ ଆମ ରାଜ୍ୟ ପାଇଁ। ଏହି ପ୍ରସଙ୍ଗରେ ଆମ ସୂତ୍ରରେ ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ୱିକ୍ ଅପଡେଟ୍ ମଧ୍ୟ ଅଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ। ଆଚ୍ଛା, ମହାନଦୀ ଜଳ ବିବାଦ ଆମେ ସମସ୍ତେ ଜାଣୁ ଯେ ଏହି ଟ୍ରିବ୍ୟୁନାଲ ଦୀର୍ଘଦିନ ଧରି ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ଏ ସମସ୍ୟାର ସମାଧାନ ପାଇଁ ତର୍ଜମା କରୁଛନ୍ତି। ବର୍ତ୍ତମାନ ଏହି ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ତେଣୁ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ଏପ୍ରିଲ 11 ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି ବୋଧହୁଏ। ଏକ୍ଜାକ୍ଟଲି, ଏପ୍ରିଲ 11। ଓଡ଼ିଶାର ଚାଷୀକୂଳ ଏବଂ ସାଧାରଣ ଲୋକଙ୍କ ନଜର ଏହି ରାୟ ଉପରେ ନିଶ୍ଚିତ ଭାବେ ରହିବ, କାରଣ ମହାନଦୀ ହେଉଛି ଆମ ରାଜ୍ୟର ଜୀବନରେଖା। ତବେ ଏତେ ସବୁ ଭାରୀ ଏବଂ ଗମ୍ଭୀର ଖବର ଭିତରେ ଆମକୁ ଟିକେ ଆନନ୍ଦ ଆଉ ମନୋରଞ୍ଜନ ବି ଦରକାର। ଆଉ ଭାରତରେ ମନୋରଞ୍ଜନ କହିଲେ କ୍ରିକେଟକୁ ତ ବାଦ ଦେଇ ହେବନି। IPL 2026ର ସିଜନ ବହୁତ ଧମାକାଦାର ଭାବେ ଆରମ୍ଭ ହୋଇଛି। ହଁ, IPL ଫେଭର ତ ସବୁବେଳେ ଥାଏ ଲୋକଙ୍କ ଭିତରେ। ହଁ, ମାନେ ପ୍ରଥମ ମ୍ୟାଚ୍ରେ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା, ଯେଉଁଥିରେ ଦିଲ୍ଲୀ ବାଜି ମାରି ନେଇଛି। ଲକ୍ଷ୍ନୌ ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର 140 ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ତାପରେ ଦିଲ୍ଲୀ ଏହାକୁ ବହୁତ ସହଜରେ ଚେସ୍ କରି ବିଜୟୀ ହୋଇଛି। ଆଉ ଯେମିତି କ୍ରିକେଟ ଫ୍ୟାନ୍ସକୁ ଖୁସି ମିଳିଛି, ସେମିତି ସେୟାର ମାର୍କେଟର ନିବେଶକମାନଙ୍କୁ ମଧ୍ୟ ସାମାନ୍ୟ ଆଶ୍ୱାସନା ମିଳିଛି। ଯେମିତି ଆମେ ଆଗରୁ ଆଲୋଚନା କରୁଥିଲେ ଯେ ପଶ୍ଚିମ ଏସିଆରେ ଶାନ୍ତି ଚୁକ୍ତିର ଏକ କ୍ଷୀଣ ସମ୍ଭାବନା ଦେଖାଦେଇଛି, ଏହି ଖବର ଆସିବା ମାତ୍ର ହିଁ ମାର୍କେଟ ପ୍ରତିକ୍ରିୟା ଦେଖେଇଛି, ବୁଝିଲେ। ସେନ୍ସେକ୍ସ ଉପରକୁ ଉଠିଛି ବୋଧହୁଏ। ହଁ, ଗୋଟିଏ ଦିନରେ ଏକାଥରକେ 1186 ପଏଣ୍ଟ ଉପରକୁ ଉଠିଯାଇଛି ସେନ୍ସେକ୍ସ। ଏହା ପ୍ରମାଣ କରୁଛି ଯେ ଆମର ଇକୋନୋମି କେତେ ସମ୍ବେଦନଶୀଳ ଆଉ ଗୋଟିଏ ଛୋଟ ଶାନ୍ତିର ବାର୍ତ୍ତା କିପରି ବିଲିୟନ ଡଲାରର ସମ୍ପତ୍ତି ସୃଷ୍ଟି କରିପାରେ। ଠିକ୍ କଥା। ସେହିପରି ଆମ ଜୀବନଶୈଳୀ ମଧ୍ୟ କିପରି ଦ୍ରୁତଗତିରେ ବଦଳୁଛି, ତାହାର ଏକ ସୁନ୍ଦର ଉଦାହରଣ ହେଉଛି ଆମର ଏହି ଶେଷ ଖବରଟି। ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ 2ରେ ଏବେ ଏକ ନୂଆ ସେବା ଆରମ୍ଭ ହୋଇଛି। ବ୍ଲିଙ୍କେଟ୍ ଭଳି କ୍ୱିକ୍ କମର୍ସ କମ୍ପାନୀ ଏବେ ବିମାନବନ୍ଦର ଭିତରେ ମଧ୍ୟ ଡେଲିଭରି ଦେବା ଆରମ୍ଭ କରିଦେଇଛନ୍ତି। ଆଚ୍ଛା, ଏୟାରପୋର୍ଟ ଭିତରେ ଡେଲିଭରି, ସେଇଟା ତ ବହୁତ ସୁବିଧା ହବା ଲୋକଙ୍କ ପାଇଁ। ହଁ, ମାନେ ଭାବନ୍ତୁ ଯଦି କେହି ଫ୍ଲାଇଟ୍ ଅପେକ୍ଷାରେ ଅଛନ୍ତି ଏବଂ ହଠାତ୍ ଜାଣିବାକୁ ପାଇଲେ ଯେ ନିଜର ମୋବାଇଲ ଚାର୍ଜର ଛାଡ଼ି ଆସିଛନ୍ତି କିମ୍ବା କୌଣସି ଜରୁରୀ ଜିନିଷ ଦରକାର, ତେବେ ଏବେ ଆଉ ଟେନସନ୍ ନାହିଁ। ବ୍ଲିଙ୍କେଟ୍ ମାଧ୍ୟମରେ କିଛି ମିନିଟ୍ ଭିତରେ ତାହା ସିଧା ଟର୍ମିନାଲରେ ପହଞ୍ଚିଯିବ। ଏହା ଦର୍ଶାଉଛି ଯେ ସମସ୍ୟା ଯେତେ ଥାଉ ନା କାହିଁକି, ବ୍ୟବସାୟ ଏବଂ ଟେକ୍ନୋଲୋଜି ସବୁବେଳେ ନିଜ ପାଇଁ ନୂଆ ରାସ୍ତା ଖୋଜି ହିଁ ନେଇଥାଏ। ନିଶ୍ଚିତ ଭାବେ ଆଜିର ଏହି ସମ୍ପୂର୍ଣ୍ଣ ଆଲୋଚନାକୁ ଯଦି ଆମେ ସମରାଇଜ୍ କରିବା ବା ଦେଖିବା, ଆମେ ବିଶ୍ୱର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖିଲୁ। ଏକପଟେ ଯୁଦ୍ଧର ବିଭୀଷିକା ଅଛି, ଯେଉଁଠି ପ୍ରତି ସେକେଣ୍ଡରେ ହଜାର ହଜାର ଡଲାର ପଡ଼ିଯାଉଛି, ସାମୁଦ୍ରିକ ବାଣିଜ୍ୟ ବନ୍ଦ ହେବା କାରଣରୁ ଦରଦାମ ବଢ଼ୁଛି ଏବଂ ସାଧାରଣ ଶ୍ରମିକ ନିଜ ଜୀବିକା ହରାଇ ବିଦେଶରେ ଫସି ରହିଛନ୍ତି। ଏବଂ ଅନ୍ୟପଟେ ଆମେ ନିଫର ରାଜ୍ୟର ଚିତ୍ର ଦେଖିଲୁ। ଏପ୍ରିଲ 1ରେ ଉତ୍କଳ ଦିବସ ପାଳନ ସହିତ 2036 ମସିହା ସୁଦ୍ଧା 500 ବିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବାର ଦୃଢ଼ ସଂକଳ୍ପ। ଏକ ବଳକା ରାଜସ୍ୱ ଥିବା ରାଜ୍ୟ ଯିଏ ନିଜର ରେଳ ନେଟୱାର୍କ ଏବଂ କ୍ରିଟିକାଲ ମିନେରାଲ ସାହାଯ୍ୟରେ ବିକାଶର ନୂଆ ପାହାଚ ଚଢ଼ୁଛି। ଏବଂ ଏସବୁକୁ ସଠିକ୍ ଭାବରେ ପରିଚାଳନା କରିବା ପାଇଁ ଜନଗଣନା 2027ର ଡିଜିଟାଲ ଆରମ୍ଭ। ବାସ୍ତବରେ ଆଜିର ଏହି ଗଭୀର ଅନୁଧ୍ୟାନରୁ ଆମେ ବୁଝିପାରିଲେ ଯେ ବିଶ୍ୱସ୍ତରୀୟ ଘଟଣା ଏବଂ ସ୍ଥାନୀୟ ବିକାଶ କିପରି ପରସ୍ପର ସହ ସମାନାନ୍ତର ଭାବରେ ଗତି କରୁଛନ୍ତି। ହଁ, ତାହା ତ ସତ। କିନ୍ତୁ ଏଇସବୁ କିଛି ବୁଝିବା ପରେ ମଧ୍ୟ ମୁଁ ଏଠାରେ ଶ୍ରୋତାମାନଙ୍କ ପାଇଁ ଗୋଟିଏ ଗଭୀର ପ୍ରଶ୍ନ ଛାଡ଼ିବାକୁ ଚାହୁଁଛି, ଯାହା ଉପରେ ଆମକୁ ବିଚାର କରିବାକୁ ପଡ଼ିବ। ନିଶ୍ଚୟ, କୁହନ୍ତୁ। ଆମେ ଜାଣିଲେ ଯେ ଓଡ଼ିଶାର କ୍ରିଟିକାଲ ମିନେରାଲ୍ସ ଜରିଆରେ ବିଶ୍ୱ ବଜାରକୁ ସାମଗ୍ରୀ ରପ୍ତାନି କରି ବିକାଶ କରିବାକୁ ଚାହୁଁଛି। କିନ୍ତୁ ଯଦି ବିଶ୍ୱ ସ୍ତରରେ ଏଭଳି ଭୌଗୋଳିକ ରାଜନୈତିକ ବା ଜିଓପଲିଟିକାଲ ଅସ୍ଥିରତା ଦୀର୍ଘଦିନ ଧରି ଲାଗି ରହେ, ମାନେ ଯୁଦ୍ଧ ଏବଂ ବାଣିଜ୍ୟିକ କଟକଣା ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଯାଏ, ତେବେ ଆମେ କ'ଣ କରିବା? ହର୍ମୁଜ ପ୍ରଣାଳୀ ଭଳି ରାସ୍ତା ଯଦି ବାରମ୍ବାର ବନ୍ଦ ହୁଏ, ତେବେ ଓଡ଼ିଶା ନିଜର 2036 ସୁଦ୍ଧା 5 ବିଲିୟନ ଡଲାର ସ୍ୱପ୍ନ ପୂରଣ କରିବା ପାଇଁ କେବଳ ନିଜର ଘରୋଇ ସମ୍ବଳ ଏବଂ ଏହି ଅସ୍ଥିର ବିଶ୍ୱ ବଜାର ଉପରେ କେତେ ଦୂର ନିର୍ଭର କରିପାରିବ?
କ'ଣ ଆମକୁ ବିଶ୍ୱ ବଜାରର ଅସ୍ଥିରତାରୁ ବର୍ତ୍ତିବା ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ମଡେଲର ଆବଶ୍ୟକତା ଅଛି, ଯେଉଁଠି ଆମେ କେବଳ ରପ୍ତାନି ଉପରେ ନିର୍ଭର ନ କରି ନିଜ ରାଜ୍ୟ ଭିତରେ ହିଁ ଏକ ଶକ୍ତିଶାଳୀ ଉପଭୋକ୍ତା ବଜାର ସୃଷ୍ଟି କରିପାରିବା? ଏହା ଏକ ଏମିତି ଚିନ୍ତାଧାରା ଯାହା ଆମ ନୀତି ନିର୍ଦ୍ଧାରକଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ। ବାସ୍ତବରେ ଏହା ଏକ ଚିନ୍ତାଜନକ କିନ୍ତୁ ଅତ୍ୟନ୍ତ ଆବଶ୍ୟକୀୟ ପ୍ରଶ୍ନ। ଆମକୁ ଆମର ବିକାଶ ମଡେଲକୁ କେବଳ ବାହ ପରିସ୍ଥିତି ଉପରେ ନ ଛାଡ଼ି ଏହାକୁ ନିଜ ଭିତରୁ ମଜବୁତ କରିବାକୁ ପଡ଼ିବ। ଆଜିର ଏହି ବିସ୍ତୃତ ଆଲୋଚନାରୁ ପ୍ରକୃତରେ ଅନେକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ଶିଖିବାକୁ ମିଳିଲା। ବୁଝିଲେ, ବିଶ୍ୱ ଅର୍ଥନୀତିର ଏହି ଜଟିଳ ଢାଞ୍ଚାକୁ ବୁଝିବା ନିଶ୍ଚିତ ଭାବରେ ବହୁତ ରୋମାଞ୍ଚକର ଥିଲା। ଆଗକୁ ମଧ୍ୟ ଆମେ ଏହିପରି ନୂତନ ଏବଂ ଆକର୍ଷଣୀୟ ବିଷୟବସ୍ତୁ ଧରି ଏହି ଡିପ୍ ଡାଇଭ୍ ବା ବିସ୍ତୃତ ଆଲୋଚନା ମାଧ୍ୟମରେ ସାମ୍ନାକୁ ଆସିବୁ। ତେବେ ଆଜି ପାଇଁ ଆଲୋଚନାକୁ ଏଇଠି ରଖିବା। ଅନେକ ଅନେକ ଧନ୍ୟବାଦ।